ଜୟ ଗୁରୁ। ଲକ୍ଷେ ବିଦ୍ୟା ଓ ଅଜସ୍ର ବୁଦ୍ଧି ବି ବିଫଳ ହୋଇପାରେ। ତୁମର ଲକ୍ଷେ ବିଦ୍ୟା ଥାଉ, ଅଜସ୍ର ବୁଦ୍ଧି ବି ଥାଉ ନା ତୁମର, ଆଉ ତାହା ଲକ୍ଷେ ଉପାଧି ମଣ୍ଡିତ ହୋଇ ଅୟୁତ ଜ୍ୟୋତି ବିକିରଣ ହିଁ କରୁନା। ତୁମେ ଯଦି ବୈଧି ବୈଶିଷ୍ଟ୍ୟ ପାଳି ଶ୍ରେୟାନୁଚରୀ ପରିଣୟ ଭିତର ଦେଇ ସୁଷ୍ଠୁ ଓ ସଂହତ ଜୈବୀ ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ନ ହୁଅ, ସବୁ ହିଁ କିନ୍ତୁ ବୃଥା ତୁମର। ତୁମେ କଣ୍ଟକାକୀର୍ଣ୍ଣ ସଂକୀର୍ଣ୍ଣ ପଥର ଅଭିଯାତ୍ରୀ ହୋଇ ସନ୍ତାନ ସନ୍ତତିଙ୍କ ଭିତର ଦେଇ ଏଭଳି ଜୀବନ ପରିଗ୍ରହ କରିବ, ଯାହା ଭାବିଲେ ହିଁ ଶଙ୍କା ସଂକୁଳ ଆତଙ୍କଗ୍ରସ୍ତ ନ ହୋଇ ରହିହେବନି। ତୁମେ ବିଧିକୁ ଅମାନ୍ୟ କରିପାର, କିନ୍ତୁ ସେହି ଅବଜ୍ଞାତ ବିଧି ମୂକ ପଦବିକ୍ଷେପରେ ବାସ୍ତବ ପ୍ରତିକ୍ରିୟାରେ କୁତ୍ସିତ ପରିମାଣ ସୃଷ୍ଟି କରିବାକୁ କସୁର କରିବନି। କିନ୍ତୁ ବୈଧି ବୈଶିଷ୍ଟ୍ୟ ପାଳି ଜୈବୀ ସଂସ୍ଥତିର ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ହୋଇ ଉଠ। ତୁମେ ବି ବଞ୍ଚ, ଆଉ ପରିବେଶକୁ ମଧ୍ୟ ବଞ୍ଚାଅ। ଗୋଟିଏ ସୁକେନ୍ଦ୍ରିକ ସମ୍ବର୍ଦ୍ଧନୀ ତାତ୍ପର୍ଯ୍ୟ ତତ୍ପରତା ମାଧ୍ୟମରେ ଉଜ୍ଜ୍ୱଳ ପଦବିକ୍ଷେପରେ। ଗ୍ରନ୍ଥ ବିବାହ ବିଧାୟନ। ବିଷୟ ବିବାହ। ଜୟ ଗୁରୁ।